ନାରୀ ନେତ୍ରୀ ମାନେ ତାଙ୍କ ନିଜ ନିଜ ଭିତରେ ଫାଇଟିଂ କରି ବାଡ଼ିଆ ପିଟା ହେଇଯାଉଛନ୍ତି। ବିଜେଡ଼ିରେ ନାରୀ ନେତ୍ରୀମାନଙ୍କ କଥା କହିଲେ ନ ସରେ। କାହିଁକି ନା ଯିଏ ଅଛନ୍ତି ସଂଯୁକ୍ତା ମହଲ, ଆପଣ ଜାଣିଥିବେ ଶ୍ରୀକାନ୍ତ ସାହୁ ଆଉ ସଂଯୁକ୍ତା ମହଲ ଆଙ୍କ ଭିତରେ କେମିତିଆ ପ୍ରେମ ସମ୍ପର୍କ। ଦାଣ୍ଡରେ ପଡ଼ି ହାଟରେ ଗଡ଼ଗଡ଼େଇଲା, ନବୀନ ନିବାସ ତାଙ୍କୁ ବନ୍ଦ କଲେ, ସିଏ ମିଡ଼ିଆରେ ଆସି ବାଇଟ୍ ଦେଲେ, ନବୀନ ବାବୁକୁ ଭେଟେଇ ଦେଲେନି। ବିଜେଡ଼ିରେ ଥିଲାବେଳେ କେଉଁ ଟାଇପ୍ର ନାରୀକୁ ସମ୍ମାନ ମିଳୁଥିଲା ସେଇଟା ସମସ୍ତେ ଜାଣିଛନ୍ତି। ସିଏ ପରୀ ହତ୍ୟାକାଣ୍ଡ ହେଉ କି ବିଭିନ୍ନ ପ୍ରକାର ମାନେ ମମିତା ମେହେର କେସ୍ ହେଉ କି ଯେଉଁ ପ୍ରକାର କେସ୍ ହେଉ, ନାରୀକୁ କେମିତି ସମ୍ମାନ ମିଳେ ସେଇଟା ଜାଣିଛନ୍ତି। ସରକାରରେ ଥିଲା ଟାଇମ୍ରେ ସେ ଜିନିଷଟା ପଦାକୁ ବାହାରୁ ନଥିଲା, ଲୋକଲୋଚନ ହେଉନଥିଲା, ଲୋକମାନେ ଟିକେ ଡରୁଥିଲେ। ସେଥିପାଇଁକା ସେ ଜିନିଷଟା ଟିକେ ପ୍ୟାଚ ଭାଙ୍ଗି ଚାଲି ଯାଉଥିଲା। କିନ୍ତୁ ଏବେ ଇପ୍ସିତା ଦିଦିଙ୍କୁ ପୁଷ୍ପା ଦିଦି ଝୁକେଗା ନେଇ ସାଲା ଷ୍ଟାଇଲ୍ରେ ଯେଉଁ ପ୍ରକାର କାର୍ଯ୍ୟକ୍ରମଟି କଲେ, ଆସି ମିଡ଼ିଆରେ ଯେଉଁ ପ୍ରକାର ବାଇଟ୍ଟି ଦେଲେ, ଇପ୍ସିତା ଦିଦିଙ୍କର ଯାହା ତ ହେଲା 9 ସେକେଣ୍ଡ ଭିଡ଼ିଓରେ ପୁରା ଇଜ୍ଜତ ମତ ଯାହା ଖୋଲିକି ଥୋଇଲେ, ସେଇଟା କହିଲେ ନ ସରେ। କେବଳ ସିଏ ତାଙ୍କର ମାନେ ପଦବୀ ଭୟରେ ମ୍ୟୁଚୁଆଲ୍ କମ୍ପ୍ରମାଇଜ୍ ହେଉଛି। ହେଲେ ଥରେ ଫାଟିଥିବା ହାଣ୍ଡି କେତେ ଦୂର ଯୋଡ଼ି ହୁଏ ସେଇଟା ଲୋକମାନେ ସମସ୍ତେ ଜାଣିଛନ୍ତି। ତେଣୁକରି ବିଜେଡ଼ିର ଭବିଷ୍ୟତ ଆଗକୁ କ'ଣ ସେଇଟା ନାରୀ ନେତ୍ରୀମାନଙ୍କ ଅପେକ୍ଷା ବହୁତ କିଛି କହିପାରିବେ। ଆମ ପାଟସୁନ୍ଦରପୁରରେ ଜଣେ ନାରୀ ନେତ୍ରୀ ଥିଲେ, ମୁଁ ତାଙ୍କ ନାଁ ଡାଇରେକ୍ଟ ବି କହୁଛି ହେଲା କି। ପାଟସୁନ୍ଦର ଗୋଟେ ନାରୀ ନେତ୍ରୀ ଥିଲେ, ତାଙ୍କର ଏତେ ପ୍ରେମ ପ୍ରିୟତି ସମ୍ପର୍କ ଯେ ସେ ଗାଡ଼ିଆକୁ ଫଲ୍ସ ବିଲ୍ କରି ନେଇଗଲେ। ସାଧାରଣ ଗାଁରେ ଥିବା ଗୋଟେ ସଭାନେତ୍ରୀ, ସେ ବିଜେଡ଼ିର ସଭାନେତ୍ରୀ ଯେ ଥିଲେ, ଫଲ୍ସ ବିଲ୍ କରି ନେଇଗଲେ। ତାଙ୍କୁ ବ୍ଲକରେ ମାଡ଼ ମରାମରି ହେଲେ ଏ ବାବଦରେ ଆଲୋଚନା, ତାକୁ କଟା ଦିଆହେଇଛି। ମୁଁ ଧନ୍ୟବାଦ ଦେବି, କିଛି ଭାଇମାନଙ୍କୁ ଧନ୍ୟବାଦ ଦେବି ଯାହାକି ସେ ଜାଣିଲା ପରେ ଆଙ୍କ ଉପରେ ଆକ୍ସନ୍ ନେଲେ, ଯେ ଆଙ୍କୁ ବର୍ତ୍ତମାନ ପଦବୀରୁ ବାହାର କରିଦେଲେ। ବର୍ତ୍ତମାନ ସିଏ ପୁରା ମାନେ ତାଙ୍କ ଏଗନେଷ୍ଟରେ ବି ଏଫଆଇଆର୍ ଦେଲେ, ତାଙ୍କୁ ବ୍ଲକରେ ବାଡ଼ିଆ ପିଟା ବି କରିଥିଲେ। ବିଜେଡ଼ିର କିଛି ନାରୀ ନେତ୍ରୀମାନେ ତାଙ୍କୁ ବ୍ଲକରେ ବାଡ଼ିଆ ପିଟା କରିଥିଲେ, ସେ ତାଙ୍କ ଏଗନେଷ୍ଟରେ ଥାନାରେ ବି କେସ୍ କାସ୍ କରିଥିଲେ। କିନ୍ତୁ ଯେତେବେଳେ ତାଙ୍କୁ ସପୋର୍ଟ କରୁଥିଲେ, ଯେତେବେଳେ ଫଲ୍ସ ବିଲ୍ କରି ସେ ଖାଇ ଯାଉଥିଲେ, ସେତେବେଳେ ସପୋର୍ଟ କରୁଥିଲ। ଏବେ କାହିଁକି ତାଙ୍କୁ ସପୋର୍ଟ କଲନି? ନା ତମକୁ ସେ ପଣି ଦେଲେନି? এটা ଖୁଲମଖୁଲା ଅଭିଯୋଗ ମୋର, ଏଇଟା ଭିଡ଼ିଓ ମାଧ୍ୟମରେ ଖୁଲମଖୁଲା ଅଭିଯୋଗ। ଯଦି ବିଜେଡ଼ିର ସଭାନେତ୍ରୀ ଫଲ୍ସ ବିଲ୍ କରି ଖାଇ ଦେଉଛନ୍ତି, ଗାଡ଼ିଆ ଚାଷ କରିବା, ଅମୁକ କରିବା, ସମକ କରିବା, ଏମାନଙ୍କୁ ଇଲେକ୍ସନରେ ସାହାଯ୍ୟ କରୁଥିଲେ ସେମାନଙ୍କୁ, ଏବେ ଆଉ ସିଏ ସାହାଯ୍ୟ ନ କରିବା ସତ୍ତ୍ୱେ ବିଜେପିରୁ ପଇସା ପତ୍ର କିଛି ଆଣି ଭୋଟ୍ କନଭର୍ଟ କରିବା ତାଙ୍କ ହାତ ଏଗନେଷ୍ଟରେ ବର୍ତ୍ତମାନ ଚାଲିଲା। ମୁଁ ସେଇ ନାରୀ ନେତ୍ରୀମାନଙ୍କୁ କହି ରଖୁଛି, ଯଦି ଆପଣମାନେ ଏମିତି ଚାହିଁବେ ଫଲ୍ସ ଇଲିଗାଲ କରିକି ନିଜ ପେଟ ପୋଷଣ କରିବେ, ତାହେଲେ ଲୋକଙ୍କ ଭବିଷ୍ୟତ କ'ଣ ହେବ? ଯେଉଁ ନବୀନ ବାବୁ କହିଥିଲେ ଯେ ମିଶନ ଶକ୍ତି ମାନଙ୍କରେ ମାଆମାନଙ୍କର ଡେଭଲପ୍ ହେଉଛି, ମାଆମାନଙ୍କର ଡେଭଲପ୍ ହେଉଛି ନା ଆପଣଙ୍କର ସଭାନେତ୍ରୀ ନାରୀ ନେତ୍ରୀ ଯେଉଁମାନେ ହେଲେ ସେମାନଙ୍କର ଡେଭଲପମେଣ୍ଟ ହେଉଛି? ଏଇଟା କଣ୍ଟ୍ରୋଲ କରୁଥିଲା କି? ସେ ଜିନିଷଟା ଉପରେ ଟିକେ ଧ୍ୟାନ ଦିଅନ୍ତୁ। ସତକୁ ସବୁବେଳେ ପାଇଁ ଗ୍ରହଣ କରି ହଜମ କରିବାକୁ ଚେଷ୍ଟା କରନ୍ତୁ। ନା ବିଜେଡ଼ି ନାରୀକି ସମ୍ମାନ, ନା ମାଟିକି ସମ୍ମାନ, ନା ମାଆକୁ ସମ୍ମାନ, କାହାକୁ ସମ୍ମାନ ନାହିଁ। ଯଦି ମାଟିକି ସମ୍ମାନ, ମାଆକୁ ସମ୍ମାନ କରିଥାନ୍ତେ, ଆପଣଙ୍କ ଗାଁ ଗଣ୍ଡାରେ ମଦ ଦୋକାନ ଖୋଲିଥାନ୍ତେ କି? ସେଇ ମାଆ ମାନେ ବା ଯାଇକରି ଆପଣମାନଙ୍କୁ ବିରୋଧ କରିଥିଲେ ଗାଁ ଗଣ୍ଡାରେ। ସେଇଟା କ'ଣ କୁଆଡ଼େ ହଜିଗଲାଣି ନା କୁଆଡ଼େ ଉଡ଼ିଗଲାଣି? ବାକି ରହିଲା ସଂଯୁକ୍ତ ମହଲଙ୍କ କଥା। ଯେତେବେଳେ ଭାବ ବିରୋଧୀ ଚାଲିଥିଲା ସେତେବେଳେ ଠିକ୍ଠାକ୍ ଚାଲିଥିଲା ଶ୍ରୀକାନ୍ତଙ୍କ କ୍ଷେତ୍ରରେ। ବର୍ତ୍ତମାନ ଭାବ ବିରୋଧୀ ବନ୍ଦ ହେବାର ମିଡ଼ିଆରେ ବାଜିଲା। ଦ୍ୱିତୀୟରେ ହେଲା ଆମ ଇପ୍ସିତା ଦିଦି, ବହୁତ ମାନେ ଶାଳୀନତା ସହକାରେ ଆକ୍ରମଣ କରନ୍ତି ବିଜେପି କି କଂଗ୍ରେସକୁ, ତାତ୍ସଲ୍ୟ କରନ୍ତି। ମୁଁ ସେଇ ଇପ୍ସିତା ଦିଦିଙ୍କୁ ଭିଡ଼ିଓ ମାଧ୍ୟମରେ ପ୍ରଶ୍ନ କରୁଛି ଯେ ଇପ୍ସିତା ଦିଦି, ଏବେ ଆପଣଙ୍କର ଦଳ କଂଗ୍ରେସ ଢାଞ୍ଚାରେ ଚାଲିଲାଣି, ଇଲେକ୍ସନର 6 ମାସ ପରେ ଆପଣ ଆସି ଅଭିଯୋଗ କରିବେ ଯେ ଆମ ଇଭିଏମ୍ ଭୁଲ ଅଛି। ଆପଣଙ୍କୁ ଟିକେ ଖରାପ ଲାଗୁନି? ଆପଣ ଯେଉଁ ପଦବୀରେ ଅଛନ୍ତି, କ'ଣ ଆପଣ ମାଡ଼ ଖାଇଲା ପରେ ବି ଭୟରେ ଜାକି ଜୁକିକି ସେଇ ପଦବୀରେ ରହିଲେ? ଓଡ଼ିଶାବାସୀଙ୍କର ପ୍ରଶ୍ନ, ପଦବୀ ଭୟରେ ଇପ୍ସିତା ମ୍ୟାଡ଼ାମ୍ ମାଡ଼ ଖାଇଲା ପରେ ବି ସାଇଲେଣ୍ଟ ହେଇ ରହିଲେ କାହିଁକି? କହିଲ, ପୁଷ୍ପା ଦିଦିଙ୍କ ମାଡ଼ଟା ମୋତେ ବହୁତ ପ୍ରକାର ଆକ୍ରମଣ କରିଛି ଇପ୍ସିତା ଦିଦିଙ୍କୁ। ନହେଲେ ଇପ୍ସିତା ଦିଦି କେବେ ଏତେ ମାନେ ମନ କଷ୍ଟରେ କରିନଥିଲା। ଆମ ଭିତରେ ମନ ମାଳିଲାନି, ମିଡ଼ିଆ ଭାଇମାନେ ତାକୁ ନେଇ ବହୁ ରଞ୍ଜିତ କରିକି ଭିଡ଼ିଓଟି ଦେଖେଇଲେ। ଯେତେବେଳେ ବିଜେଡ଼ି ସରକାରରେ ଥିଲା, କାହିଁ ତ ଏତେ ଜିନିଷ ତ କାହିଁ ପଦାକୁ ଆସୁନଥିଲା। ଓ ସରକାରରେ ଥିଲା, ଭୟ ଥିଲା, ସେଥିପାଇଁ ସମସ୍ତେ ଡରି ରହୁଥିଲେ। ଏବେ ସରକାର ନାହାନ୍ତି, ସେଥିପାଇଁ ବି ଆସ୍ତେ ଆସ୍ତେ ବାହାରିଲାଣି। ଟିକେ ଅପେକ୍ଷା ଧୈର୍ଯ୍ୟ ସହକାରେ ଆମକୁ ଅପେକ୍ଷା କରିବାକୁ ପଡ଼ିବ। ଆଗକୁ କ'ଣ କ'ଣ ବିସ୍ଫୋରଣ ହେଉଛି, ଆଉ କ'ଣ କେଉଁ ନେତାମାନେ କୁଆଡ଼େ ଯିବେ। ପୁଷ୍ପା ଦିଦି କହିଲା ଷ୍ଟାଇଲ୍ର
ଯଦି ମୋତେ ନ ଅଟକେଇ ଥାନ୍ତେ ସେ ମୋ ଲୁଗା ସହକାରେ ଖୋଲି ଦେଇକି ମୋର ଚରିତ୍ର ସଂହାର କରିଦେଇଥାନ୍ତେ ସୀତା ଦିଦି। ହଁ ସେ ବି ହିଁନ୍ତି ଅଣ୍ଡା ଦିଦି ଗୋଟେ ମୋଟା ହେଇକିରି ହିଁନ୍ତି ଯେ, ତେଣୁକରି ତାଙ୍କୁ ଡରିବାକୁ ପଡ଼ିବ ନା। ଯାହା କିଛି ହେଇଛି ତାଙ୍କ ନିଜ ନିଜ ସେ କହିଲେ ନା ଆମ ନିଜ ଦଳ ଦଳ ଭିତରେ ଘରର କଥା, ତେଣୁକରି ଏଇଟାକୁ ବାହାରକୁ ଆସିବାଟା ଭଲ ନୁହଁ, ଶୋଭା ଲାଗୁନି। ଆମେ ଆ ଉପରେ କ'ଣ କରୁ? ତେଣୁକରି ନାରୀ ନେତ୍ରୀମାନଙ୍କର ଉନ୍ମୁକ୍ତ କାଣ୍ଡ ଏଇଟା, ନାରୀ ନେତ୍ରୀମାନଙ୍କର ଏଇଟା ଉନ୍ମୁକ୍ତ କାଣ୍ଡ, ଜଘନ୍ୟ କାଣ୍ଡ। ଲୋକମାନେ ତାର ରାଜନୀତିରୁ କ'ଣ ଶିଖିବେ? ଏବେ ରାଜନୀତି ଆଉ ରାଜନୀତି ଭଳିଆ ନାହିଁ। ମାନେ ଯେଉଁମାନଙ୍କ ପାଖରେ ପଦପଦବୀ ଦରକାର ସେମାନଙ୍କ ପାଖରେ ମନି ଅଛି, ସେମାନେ ପଦପଦବୀ ଅଛି। ରାଜନୀତିରେ ଆଉ ଲୋକ ହସା ହେଲେ ବି ତାଙ୍କ ଲଜ୍ଜା ମାଡ଼ୁନି। ସାଧାରଣତଃ ଗାଁ ଗହଳିରେ ଗୋଟେ ସ୍ତ୍ରୀ ଲୋକ ହେଇଥାନ୍ତା, ଏତେ କାମ ହେଇଥାନ୍ତା ଯେ ଏମିତି ଅପରାଧୀ ହେଇଥାନ୍ତା, ସେ ବୋଧେ ମୁଁ ଭାବୁଛି ବୋଧେ ବିଷ ଖାଇ ମଜେଇଥାନ୍ତେ କ'ଣ କରିଥାନ୍ତା। କିନ୍ତୁ ଏମାନଙ୍କୁ ଲଜ୍ଜା ନାହିଁ, ମାନେ ମିଡ଼ିଆରେ ଆସିକିରି ବାଇଟ୍ ଦେଉଛନ୍ତି। ଏମାନେ କୁଆଡ଼େ ରାଜ୍ୟରେ ମାନେ ସମୁଦ୍ରରେ ଭାଗ ହେବେ, କୁଆଡ଼େ ଭାଗ ନା କଚୁ ହେବେ, ଆଗକୁ ବଢ଼େଇବେ? କିଛି ନାହିଁ, ସବୁ ଫଲ୍ସ କଥା। ରହୁଛି, ଜୟ ଜଗନ୍ନାଥ।